ଆଜ୍ଞା ସମସ୍ତେ ସ୍ୱାର୍ଥପର ତ ସେ ବାପ ମା ବି ଗର୍ବ କରନ୍ତି ପୁଅକୁ ନେଇକରି ଯଦି ପୁଅଟେ ଯଦି ସେଇଠି ସକ୍ସେସ୍ ହେଉଛି ତାହେଲେ ଗର୍ବ କରୁଛି ଯଦି ସକ୍ସେସ୍ ହେଇପାରୁନି ଫେଲିୟର ହେଇଯାଉଛି ପାଠରେ ହେଇଥାଉ ବିଜନେସ୍ ହେଇଥାଉ ଚାକିରିରେ ହେଇଥାଉ ଯାହା ବି ହେଉଛି ସେ ଯଦି ହାର ମାନି ଯାଉଛି ପାରୁନି ସେଇଠି ମା ବି ନିନ୍ଦି ଦେଉଛି ତୋ ଦ୍ୱାରା କିଛି ହେବନି ବାପ ବି ନିନ୍ଦି ଦେଉଛି ହେଲା ତୁ କାହିଁ ଜନ୍ମ ହେଲୁ ତୁ କିଛି କରିପାରିବୁନି ଦୁନିଆରେ ନିହାତି ତାକୁ ନିନ୍ଦି ଦେଉଛନ୍ତି ଆଜ୍ଞା ସେଇଠି ପିଲାଟା ଡିପ୍ରେସନ୍ ହେଇଯାଏ ତ ବୁଝନ୍ତୁ ସମସ୍ତେ ଭାଗ୍ୟ ନେଇକି ଆସିନାହାନ୍ତି ଯେ ସମସ୍ତେ ଭଲ ସିଚୁଏସନ୍ରେ ଭଲ ପାଠ ପଢ଼ିବେ କି ଭଲ ଚାକିରି କରିବେ କି ଭଲ ବିଜନେସମ୍ୟାନ୍ ହେବେ ତାଙ୍କୁ ବଞ୍ଚିବା ପାଇଁ ଦିଅନ୍ତୁ ଆଉ ବହୁତ ଲୋକ ଥାଆନ୍ତି ବାପା ମା ଯେ ମୋ ପୁଅ ଡକ୍ଟର ହେବ ମୋ ପୁଅ ଇଞ୍ଜିନିୟର ହେବ କାହିଁ ତୁମ ପୁଅ କ'ଣ ହେବ ତୁମେ ଡିସାଇଡ଼୍ କାହିଁ କରିବ ତା ଜୀବନ ସିଏ କ'ଣ ହେବା ପାଇଁ ଚାହୁଁଛି ତାକୁ ପଚରାଯାଉ ସିଏ କାହାକୁ ବାହା ହେବ ସେଟା ଆପଣ ଡିସାଇଡ଼୍ କରିବେ ସିଏ କ'ଣ ଚାକିରି କରିବ ସେଟା ଆପଣ ଡିସାଇଡ଼୍ କରିବେ ନାଇଁ ଆଜ୍ଞା ସେଇଠି ପିଲାଟା ମାନେ ସେ ଗୋଟିଏ ଜୀବନ ଆମକୁ ମିଳିଛି ତ ଆମେ ଆମ ହିସାବରେ ବଞ୍ଚିବୁ ନା ତ ସେଇଟା ବାପା ମା ବି ଚାହାନ୍ତିନି ସେମାନେ ଚାହାନ୍ତି ଯେ ମୋ ପୁଅ ଡକ୍ଟର ହେବା ଦରକାର କାହିଁ ମୋ ସମ୍ମାନ ବଢ଼ିବ ଆରେ ଆପଣଙ୍କ ସମ୍ମାନ କଥା ଚିନ୍ତା କରୁଛନ୍ତି ପୁଅର ଇଚ୍ଛା ନାହିଁ ଡକ୍ଟର ହେବା ପାଇଁ ତାର ଆଉ କିଛି ହେବା ପାଇଁ ଇଚ୍ଛା ଅଛି ତ ନିଜ ହିସାବରେ କରିବାଟା ଠିକ୍ ନାହିଁ ସେଇଟା ଆମେ ଆମ ଛୁଆମାନଙ୍କୁ ଚାପରେ ରଖୁଛୁ ଯେ ତୁ ଏଇଟା ହବୁ ଜଣକା ପାଠ ହେଉନି ସେ ଲାଇନ୍ରେ ଯିବା ପାଇଁ ଚାହୁଁନି ତ ଆପଣ ଚାହାନ୍ତି ନା ତୁ ସେଇଟା ହବୁ ତାକୁ ଡରେଇ ଧମକେଇ ସେମିତି କରନ୍ତୁନି ସେମିତି କଲେ କ'ଣ ବଞ୍ଚିବା ପାଇଁ ଇଚ୍ଛା ହିଁ ହୁଏନି ଆଜ୍ଞା ତାଠୁ ଲୋକଙ୍କୁ କ'ଣ ଜିଅନ୍ତା ଶବ ପାଲଟି ଯାଆନ୍ତି ଗୋଟେ ପ୍ରେସରରେ କାହାକୁ ବାହା ହେବେ ବାପା ମା ଡିସାଇଡ଼୍ କରିବେ କ'ଣ କରିବେ ବାପା ମା ଡିସାଇଡ଼୍ କରିବେ ନାଇଁ ଆଜ୍ଞା ସେମିତି ସମସ୍ତଙ୍କୁ ଫ୍ରିଡ଼ମ୍ ଦିଅନ୍ତୁ ଗୋଟିଏ ଜୀବନ ମିଳିଛି ଆଜ୍ଞା ଶାନ୍ତିରେ ଟିକେ ବଞ୍ଚିବେ ସେମାନେ ନିଶ୍ୱାସ ମାରିବା ପାଇଁ ଦିଅନ୍ତୁ ଯେ ତାଙ୍କୁ ପଚାରନ୍ତୁ ଯେ ତୁମର କ'ଣ ଇଚ୍ଛା ତୁମ ଯାହା ଇଚ୍ଛା ସେଇଟା ତୁ ହବୁ କିନ୍ତୁ ତାଙ୍କର ଇଣ୍ଟରେଷ୍ଟ କେଉଁଥିରେ ଅଛି ସେଇଟା କେହି ବାପା ମା ବୁଝନ୍ତିନି ଆଜ୍ଞା କେହି ନାହିଁ ସମସ୍ତେ ସମସ୍ତଙ୍କର ସ୍ୱାର୍ଥ ଦେଖୁଛନ୍ତି।